ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ରହିଛି। ଯଦି ଆପଣମାନଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 16ତମ କିସ୍ତିଟି ମିଳିନି, ତେବେ ଆପଣଙ୍କ ପାଇଁ ସୁଯୋଗ ରହିଛି। ଆପଣମାନେ ଏହି 16ତମ କିସ୍ତିକୁ ପାଇପାରିବେ। ଆପଣମାନଙ୍କୁ କେବଳ ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିବ। ସେହି କାର୍ଯ୍ୟ କରିବା ପରେ ଆପଣମାନଙ୍କୁ ଆପଣଙ୍କର 16ତମ କିସ୍ତି ଟଙ୍କା ମିଳିଯିବ। 16ତମ କିସ୍ତିଟି ଫେବୃଆରୀ 28ରେ ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ପଠାଯାଇଛି। କିନ୍ତୁ ବହୁତ ଚାଷୀ ଅଛନ୍ତି ଯେଉଁମାନେ ଏହି 16ତମ କିସ୍ତିର ଲାଭ ନେଇପାରି ନାହାନ୍ତି। ଆପଣ ଯଦି ଏହି 16ତମ କିସ୍ତିର ଟଙ୍କା ପାଇନାହାନ୍ତି, ତେବେ ଆପଣ ଏହି କାର୍ଯ୍ୟକୁ କରନ୍ତୁ। ଆପଣ ପିଏମ୍ କିଷାନ ଯୋଜନାର ଏହି 16ତମ କିସ୍ତିକୁ ପାଇଯିବେ। କେବଳ ଆପଣମାନଙ୍କୁ ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିବ। ଏବେ ଚାଲନ୍ତୁ ଜାଣିବା ସେହି କାର୍ଯ୍ୟଟି କ'ଣ। ଏହା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 16ତମ କିସ୍ତି ଆସିବା ପରେ ଚାଷୀ ଭାଇମାନଙ୍କୁ କୁହାଯାଇଛି, ଯଦି ଆପଣମାନେ ଇ-KYC କରିନାହାନ୍ତି, ତେବେ ଆପଣମାନେ ଏହି ମାର୍ଚ୍ଚ 31 ସୁଦ୍ଧା ଆପଣଙ୍କର ଇ-KYC କରନ୍ତୁ। ଯଦି ଆପଣ ମାର୍ଚ୍ଚ ମାସ ମଧ୍ୟରେ ମାର୍ଚ୍ଚ 31 ପୂର୍ବରୁ ଇ-KYC କରିଦିଅନ୍ତି, ତେବେ ଆପଣମାନଙ୍କୁ 16ତମ କିସ୍ତିର ଟଙ୍କା ଦିଆଯିବ। ଯଦି ଆପଣ ଏପରି ନ କରିବେ, ତେବେ ଆପଣ 16ତମ କିସ୍ତିର ଟଙ୍କା ଫେରି ପାଇବେ ନାହିଁ। ଆପଣମାନେ ଯଦି ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଇ-KYC କରିବାକୁ ପଡ଼ିବ। ଯଦି ଇ-KYC କରିଛନ୍ତି ତଥାପି ଟଙ୍କା ଆସିନି, ତାହେଲେ ଆପଣଙ୍କର ଅନ୍ୟ କୌଣସି ପ୍ରକାରର ପ୍ରୋବ୍ଲେମ୍ ଅଛି। ଯଦି ଆପଣ ଇ-KYC କରିନାହାନ୍ତି, ତେବେ ଇ-KYC କରନ୍ତୁ। ଆପଣଙ୍କୁ ଟଙ୍କା ମିଳିଯିବ। ଇ-KYC ଆପଣ ଜନସେବା କେନ୍ଦ୍ରରେ ଯାଇ କରିନେଇ ପାରିବେ। ଆପଣ ଜନସେବା କେନ୍ଦ୍ରକୁ ଯାଇ ସେଠି ଯିଏ ଅଛନ୍ତି ତାଙ୍କୁ କୁହନ୍ତୁ ଇ-KYC କରିବାକୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ। ସେ ଆପଣଙ୍କର ଇ-KYC ସକ୍ସେସଫୁଲ୍ କରିଦେବେ। ଇ-KYC କମ୍ପ୍ଲିଟ୍ ହେଲା ପରେ ଆପଣଙ୍କୁ ଆପଣଙ୍କର କିସ୍ତି ମିଳିଯିବ। ଯେଉଁ 16ତମ କିସ୍ତିଟି ଆସିନି, ସେ 16ତମ କିସ୍ତିଟି ଆପଣମାନଙ୍କୁ ମିଳିଯିବ। ଆପଣଙ୍କର ଯଦି ଇ-KYC ହୋଇନି, ତେବେ ଇ-KYC କରନ୍ତୁ। ଏହା ସହିତ ମୋ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।